ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସହିତ ତାମିଲନାଡୁ ଓ କେରଳ ଦୈନନ୍ଦିନ ଜୀବନ ବିବ୍ରତ ହୋଇଛି। ବେଙ୍ଗାଲୁରୁ ସିଟି ରୋଡ, ରମେଶ ରୋଡ ସମେତ ଅନେକ ପ୍ରମୁଖ ରାସ୍ତା ଜଳମଗ୍ନ ହୋଇଛି। ଏହି ବର୍ଷାରେ କର୍ଣ୍ଣାଟକର 5 ଜଣ ମୃତ୍ୟୁ ଘଟିଛି, ଯାହାର ମଧ୍ୟରୁ ବେଙ୍ଗାଲୁରୁର 36 ଘଣ୍ଟାରେ 3 ଜଣ ମୃତ୍ୟୁବରଣ କରିଛନ୍ତି। ତାମିଲନାଡୁରେ 3 ଜଣ ମୃତ୍ୟୁ ହୋଇଛନ୍ତି, ଯାହା ମଧ୍ୟରେ 10 ଜଣ ବର୍ଷାରେ ପିଲା ଅନ୍ତର୍ଭୁକ୍ତ। ପାଣିପାଗ ବିଭାଗ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଆସାମର ଗୁଆହାଟୀରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଗାମୀ 23 ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ଆଶଙ୍କା କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ପ୍ରଶାସନ ସଜାଗ ରହିଛି।